ଶୁଦ୍ଧ ନିରାମିଷ ଭୋଜି ପାଇଁ ଯୋଗାଯୋଗ କରନ୍ତୁ ପ୍ରମୋଦ ଭାଇନା ଜୋହଳ। ହଠାତ୍ ଗୋଟେ ମନକୁ ଆସୁଥିବ ଯେ ଶୁଦ୍ଧ ନିରାମିଷ ଭୋଜି ବା ଶୁଦ୍ଧ ନିରାମିଷ ବାସନଟା କ'ଣ? ଯେମିତି ଗୋଟେ ଶ୍ରାଦ୍ଧଟିଏ କଲେ ଶ୍ରାଦ୍ଧ ପାଇଁ ଲୋକମାନେ କିଛି ବାସନ ରଖିଥାନ୍ତି ଲୁଚେଇକିରି, କେବଳ ସେ ଶ୍ରାଦ୍ଧ ଦିନ ହିଁ ବାହାର କରନ୍ତି। ଠାକୁର ପୂଜା ପାଇଁ ଯେଉଁଟା ନିର୍ଦ୍ଦିଷ୍ଟ ବାସନ ରହିଥାଏ, କେବଳ ଠାକୁର ପୂଜା କରିବା ପାଇଁ ସେ ବାସନରେ ସେଇ କାମ ହିଁ କରାହୁଏ, ଅନ୍ୟ କୌଣସି କାମ କରାହୁଏନି। ଠିକ୍ ସେଇଭଳି ଯେ ପ୍ରମୋଦ ଭାଇନା ପାଖେ ଯେଉଁ ବାସନ ଅଛି ସେଥିରେ କେବେ ପିଆଜ ରସୁଣ ଆଇଁଷ ରୋଷେଇ କେବେ ହେଇନି, ଉଷୁନା ବି ଦିନେ ରୋଷେଇ ହେଇନି। ଯେ ତେଣୁକରି ଯଦି କେବେ ଚାହାନ୍ତି ଠାକୁରଙ୍କ ପାଖେ ହେଉ ବା ଘର ପ୍ରତିଷ୍ଠା ପାଇଁ ହେଉ ବା କୌଣସି ଯଜ୍ଞ ଅନୁଷ୍ଠାନ କାମ ପାଇଁ ହେଉ ବାସନଟିଏ ଦରକାର, ତାହେଲେ ପ୍ରମୋଦ ଭାଇନା ସାଙ୍ଗେ ହିଁ ଯୋଗାଯୋଗ କର। ଭାବୁଛ ଯେ କେତେ ବାସନ ଅଛି ଯେ ଗୋଟେ ଯଦି ଆମେ ଯଜ୍ଞ କରିବା ବା କେଉଁଠି ଗୋଟେ ବଡ଼ ଅନୁଷ୍ଠାନ କରିବା, ସବୁଯାକ ବାସନ କ'ଣ ସେ ଦେଇପାରିବେ? ଏଇଟା ଗୋଟେ ମନରେ ହଠାତ୍ ଆସେ। ଠିକ୍ ଅଛି, ଯେ ଏକକାଳୀନ ଯଦି ଚାହିଁବେ ଯେ 10 ଜଣ ଲୋକଙ୍କ ଠାରୁ ଆରମ୍ଭ କରି, ଛୋଟ ଛୋଟ ଟପ୍ ଅଛି 40ଟା ଖଣ୍ଡେ, ତାଠୁ ବଡ଼ ଟପ୍ ଅଛି 50-60ଟା ଖଣ୍ଡେ, ତାଠୁ ବଡ଼ ଟପ୍ ଅଛି ଆହୁରି ଅନେକ, ଏଭଳି ଦରକାର ପଡ଼ିଲେ 10,000 ଲୋକ ଖାଇଲା ଭଳିଆ ପାଇଁ ଟପ୍ ଅଛି। ଏକକାଳୀନ ଯଦି କୌଣସି ଜାଗାରେ 7-8,000 9,000 ଲୋକ ଖାଆନ୍ତି, ତଥାପି ବାସନ ଅଛି। ଏବଂ ସେ ବାସନରେ କେବେ ଦିନେ ହେଲେ ଉଷୁନା ରୋଷେଇ ହେଇନି, ପିଆଜ ରସୁଣ ତ ଦୂର କଥା। ଏଇ ଆଜି ଧର ମୁଁ କହୁଛି, ଆଜି କୁମାର ପୂର୍ଣ୍ଣିମା ପାଇଁ 4 ଜାଗାକୁ ବାସନ ଯାଇଛି। ଗୋଟେ ଜାଗା ଆମର ଯେଉଁ ଜୟର ଶାସନ ବୋଲି ଜାଣିଥିବେ, ସେଠି 500 ଲୋକ ଖାଇବେ। ଏଇ ଜଗନ୍ନାଥପୁର ସେଠିକି ବାସନ ଯାଇଛି। ବାଲିଅନ୍ତା ଗୋଟେ ଜାଗା ବାସନ ଯାଇଛି। ବରିମୁଣ୍ଡ କଲ୍ୟାଣପୁର ଗୋଟେ ଜାଗା ବାସନ ଯାଇଛି। ପୁଣି ଆଉ ଗୋଟେ ଆମର କୁହନ୍ତି ଗୋପାଳପୁର ଟୁ ଭାଙ୍ଗଲ ଯେଉଁ ପଡ଼ିବ ଡାହାଣ ପଟକୁ, ସେ ଜାଗାକୁ ବାସନ ଆମର ଯାଇଛି, ଯେଉଁଟାକି ଉରାଳି ବୋଲି କୁହନ୍ତି, ସେଠିକି ବାସନ ଯାଇଛି। ଆଜି ବି 4-5 ଜାଗା ବାସନ ଯାଇଛି ରୋଷେଇ ପାଇଁକି। ଯେ ସି1 ଗୋଟେ ନାଁ ନୁହେଁ, ସି1 ଗୋଟେ ବ୍ରାଣ୍ଡ। ଶୁଦ୍ଧ ବାସନ ପାଇଁ ସି1 ଗୋଟେ ବ୍ରାଣ୍ଡ। ଯେ ପାଖାପାଖିରେ ଏଠି ଅଛନ୍ତି 10-12ଟା ଟେଣ୍ଟ ବାଲା ଅଛନ୍ତି। ଯେ ଯେକୌଣସି ଟେଣ୍ଟ ବାଲା ଯଦି କହିବେ ଯେ ଆମେ ଟିକେ ଚାହୁଁଛୁ ଯେ ଭଲ ବାସନ ଟିକେ ଆଣିଲେ ଆମେ ଠାକୁରଙ୍କ ପାଖେ ଗୋଟେ ପୂଜା କରିବୁ ବା ପିତୃ ଲୋକଙ୍କର ଗୋଟେ ଶ୍ରାଦ୍ଧ ହେବ, ଯାହା ଘରେ ଗୋଟେ ଯଜ୍ଞ ଅନୁଷ୍ଠାନ ହେବ, ଯେଉଁ କହିବେ ସେ ସାଙ୍ଗେ ସାଙ୍ଗେ ମୋତେ ହିଁ ଫୋନ୍ କରନ୍ତି ଯେ ଭାଇନା ଆଉ ସେ ଜାଗାରେ ଗୋଟେ ବାସନ ଦରକାର, ସେଠିକି ଟିକେ ବାସନ ନେଇକିରି ପହଞ୍ଚେଇ ଦିଅ। ସେମାନେ ଚାହୁଁଛନ୍ତି ଭଲ ବାସନ ରୋଷେଇ କରିବା ପାଇଁ। ଯଦି ମନରେ ସେମିତି ଭାବୁଥିବେ ଯେ ଆମେ କୌଣସି ଷ୍ଟାଣ୍ଡ ବାଲାଙ୍କୁ କହିବୁ କାଳେ ସେ ନଦେବେ, ନା, ତାଙ୍କୁ ଦେଇକିରି ହିଁ କୁହ ଯେ ବାସନଟେ ଭଲ ବାସନଟେ ଆଣିଲେ ବା ଯେଉଁ ବାସନରେ ପିଆଜ ରସୁଣ ଆଇଁଷ ହେଉନଥିବ, ଆମେ ଠାକୁରଙ୍କ ପାଖେ ଗୋଟେ କାମଟେ କରୁଛୁ, ମନରେ ଶାନ୍ତି ଆସିବ। ଏଇଭଳି ଯଦି କହିବେ, ସେ କେବେ ଆଉ ତାଙ୍କ ବାସନ ଦେବେନି, ସେ ମୋତେ ହିଁ କହିବେ। ତାର କିଛି ଲୋକ ମନ ଭିତରେ ଭାବୁଛନ୍ତି ଏ ରୋଷେଇ ତ କରିଦେଲା, ଲୋକ ଖାଇବାକୁ ଦେଲେ ଗଲା। ଆଉ ଭୋଜିଟା 2 ପ୍ରକାର ଦିଆ ହୁଏ। ଗୋଟାଏ ଦିଆ ହୁଏ ମନରେ ଲୋକଟା ଅଙ୍ଗ ଭାବରେ କରନ୍ତି, ଏତେ ଲୋକ ଖାଇବେ ସେତେ ଲୋକ ଖାଇବେ, ସେତେ ଲୋକଟା କହନ୍ତି ନା। କିନ୍ତୁ ଠାକୁରଙ୍କ ପାଇଁ ଯେଉଁ ଭୋଜିଟି କରିବ, ଯଦି ଚାହିଁବ ଗୋଟେ ଶୁଦ୍ଧ ନିରାମିଷ ଭୋଜିରେ ବାସନ କରିବା ପାଇଁ, ରୋଷେଇ କଲେ ଆଗ ଖାଦ୍ୟଟା ଦେବତାଙ୍କ ପାଇଁ ଦିଆ ହୁଏ, ପିତୃପୁରୁଷଙ୍କ ପାଇଁ ଦିଆ ହୁଏ, ତାପରେ ମଣିଷ ତାଙ୍କୁ ଖାଆନ୍ତି। ଥରେ ଥରେ ଦେଖିଥିବେ ଯେ କିଛି ଭାତ ପଦାରେ ଥୋଇ ଦେଇ ଆସିଥିବେ, ସେ ଭାତ ସେମିତି 8 ଦିନ 10 ଦିନ ଯାଇ ଥୁଆ ହେଇଥିବ, ତାକୁ କେବେ କେହି ଖାଇନଥିବେ। ପୁଣି ଆଉ ଥରେ ଦେଖିଥିବ ଖାଦ୍ୟ ଥୋଇ ଦେଇକି ଆସିଥିବେ ପାଣି ବୁଲେଇ ଦେଇ, କିଛି ସମୟ ପରେ ଗଲା ବେଳକୁ ସେଥିରେ ଗୋଟିଏ ଦାନା ବି ନଥିବ। ଯେ କାହିଁକି? କେବଳ ମନୋଭାବର ସେଭଳି ପବିତ୍ରତା ଆସିଥାଏ,
ସେଇଭଳି ପବିତ୍ର ମନୋଭାବରେ କାର୍ଯ୍ୟଟି କରାହେଇଥାଏ, ସେଇଭଳି ଶୁଦ୍ଧ ବାସନରେ ରୋଷେଇଟି ହେଇଥାଏ। ତେଣୁକରି ସେ ଖାଦ୍ୟ ସାଙ୍ଗେ ସାଙ୍ଗେ ତାକୁ ଯେଉଁମାନଙ୍କ ପାଇଁ ମନରେ ଉତ୍ସର୍ଗ କରିଥିବ ସେ ସାଙ୍ଗେ ସାଙ୍ଗେ ସରିଯାଇଥାଏ। କିନ୍ତୁ ଯେତେବେଳେ କୌଣସି ପବିତ୍ର ମନୋଭାବ ନେଇ କାର୍ଯ୍ୟଟି କରାନଥାଏ, ସେ ଭାତଟି ସେମିତି ରହି 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 ପୋକ ପଚ ହେଇଯିବ। ସେଇ ବାଟେ କୁକୁର ଚାଲି ଯାଉଥିବେ, ସେ ଖାଦ୍ୟକୁ ବି ଚାହୁଁନଥିବେ। ଅନେକ ଥର ଏମିତି ଦେଖିଥିବେ ଜୀବନରେ ନିଶ୍ଚିତ ରୂପେ। ତେଣୁକରି କାର୍ଯ୍ୟଟି କରିବେ ଆଗ ମନରେ ଭକ୍ତି ମନୋଭାବ ଆଣନ୍ତୁ। ଗୋଟେ ଭକ୍ତିର ସମର୍ପଣ ମନୋଭାବ ଆଣିଲା ପରେ ସୁନ୍ଦର ବାସନଟିରେ ଗୋଟେ ରୋଷେଇ କରନ୍ତୁ। ଦେବତାଙ୍କ ପାଇଁକି, ପିତୃଲୋକ ପାଇଁକି ଆଗ ଅର୍ପଣ କରନ୍ତୁ, ପଦାରେ ନେଇ ଥୁଅନ୍ତୁ। ତାପରେ ନିଜେ ତାକୁ ଆଣିକିରି ଯେଉଁ ଖାଦ୍ୟ ରୋଷେଇ ସାମଗ୍ରୀ ରୋଷେଇ କରିଥିବେ ତାକୁ ଆଣି ଖାଆନ୍ତୁ। ତାହେଲେ ବହୁତ ଶାନ୍ତି ଲାଗିବ। କାରଣ ଆଗକୁ ଗୋଟେ ଆସୁଛି ଧର୍ମ ମାସ, କାର୍ତ୍ତିକ ମାସ। ଏପଟେ ମନ ଭିତରେ ସଂକଳ୍ପ କରନ୍ତୁ ଏଇ କାର୍ତ୍ତିକ ମାସଠୁ ଯେ ଯେବେ ଆମେ ଗୋଟେ ସୁନ୍ଦର ଭୋଜିଟିଏ କରିବା, ସାଧା ଭୋଜିଟିଏ, ଭଲ ବାସନଟିଏ ଆଣି ରୋଷେଇ ସେଥିରେ କରିବା। ଦେଖ କେତେ ଶାନ୍ତି ଲାଗିବ ମନ ଭିତରେ, କେତେ ଆନନ୍ଦ, କେତେ ଉତ୍ସାହ ରହିବ ମନ ଭିତରେ ଯେ ନାଇଁ ଆଜି ଯେଉଁ ବାସନଟିରେ ମୁଁ ରୋଷେଇ କରିଛି ସେ ବାସନଟି ପ୍ରକୃତରେ ଦେବ ଉପଯୋଗୀ। ସେଥିରେ ରୋଷେଇ କଲେ ଦେବତାମାନଙ୍କ ପାଇଁ ଦେଇହେବ, ପିତୃପୁରୁଷମାନଙ୍କ ପାଇଁ ଦେଇହେବ, ଆମେମାନେ ବି ଶାନ୍ତିରେ ଖାଇପାରିବା। ବହୁତ ଆତ୍ମା ଶାନ୍ତି ଲାଗିବ। କ'ଣ ବୁଝିଲେ ନା? ଯେବେ ବି ବାସନଟିଏ ଭଲ ଶୁଦ୍ଧ ବାସନଟିଏ ରୋଷେଇ କରିବା ପାଇଁ ମନ ଭିତରେ ଚାହିଁବେ, କେବଳ ସେ ପ୍ରମୋଦ ଭାଇନାଙ୍କୁ ଫୋନ୍ କରିବେ 7873076197 C1 ମା ଜୟଚଣ୍ଡୀ ସପ୍ଲାୟର। ମା ଜୟଚଣ୍ଡୀ ସପ୍ଲାୟର ପଚାରିଲେ ସମସ୍ତେ ହିଁ କହିପାରିବେ। ରହିଲି, ନମସ୍କାର।